ଚାନ୍ଦିପୁର ରୋଡ ସତ୍ୟସାଇ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟ୍ସର ବାର୍ଷିକ ଉତ୍ସବ ଗତକାଲି ସନ୍ଧ୍ୟାରେ ଉଦ୍ଯାପିତ ହୋଇଯାଇଛି। 26ତମ ସାଇଫେସ୍ 2026 ବାର୍ଷିକ ଉତ୍ସବ ଫେବୃଆରୀ 27-28 ଏବଂ ମାର୍ଚ୍ଚ 1 ତାରିଖ 3 ଦିନ ବ୍ୟାପୀ ବହୁ ଜାକଜମକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଶେଷ ହୋଇଯାଇଛି। ଗତକାଲି ସନ୍ଧ୍ୟା ଉତ୍ସବରେ ଶିକ୍ଷାନୁଷ୍ଠାନର ଚେୟାରମ୍ୟାନ୍ ତଥା ପ୍ରାଣ ପ୍ରତିଷ୍ଠାତା ପୂର୍ବତନ ମନ୍ତ୍ରୀ ବର୍ତ୍ତମାନର ସିମୁଳିଆ ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମ୍ମାନିତ ଅତିଥି ଭାବେ ଅକ୍ସଫୋର୍ଡ ଗ୍ରୁପ ଇନଷ୍ଟିଚ୍ୟୁଟ୍ସର ଚେୟାରମ୍ୟାନ୍ ଅଣୁ ମାଧବ ପଣ୍ଡା, ସୌର ସ୍କୁଲ ଅଫ୍ ଇଞ୍ଜିନିୟରିଂର ଚେୟାରମ୍ୟାନ୍ ନୀଳମାଧବ ପଣ୍ଡା, ଜିବି ସଦସ୍ୟା ଶ୍ରୀମତୀ କୁନ୍ତଳା କୁମାରୀ ପଣ୍ଡା, ଜିଲ୍ଲା ବିଜେପି ଉପସଭାପତି ସିପ୍ରା ରେଖା ମହାପାତ୍ର, ମୁଖ୍ୟ ବକ୍ତା ଭାବେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗିରୀଶ ଚନ୍ଦ୍ର ଦାସ ଯୋଗଦେଇ ବାଲେଶ୍ୱରର ପ୍ରଥମ ଅଗ୍ରଣୀ ବୈଷୟିକ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ସତ୍ୟସାଇ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁଟ୍ସର ଉତ୍ତରୋତ୍ତର ଉନ୍ନତି କାମନା ସହ ଭବିଷ୍ୟତରେ ବିଶ୍ୱବିଦ୍ୟାଳୟରେ ରୂପାନ୍ତରିତ ହେବାକୁ ବକ୍ତବ୍ୟରେ ଦାବି ରଖିଥିଲେ। ସଭା ଆରମ୍ଭରୁ ପୂର୍ବତନ ଚେୟାରମ୍ୟାନ୍ ସ୍ୱର୍ଗତ ବେଣୁମାଧବ ପଣ୍ଡାଙ୍କ ଉଦ୍ଦେଶ୍ୟରେ 2 ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ପରେ ବାବା ସତ୍ୟସାଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ୱଳନ କରି ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଇଂ ଯତୀନ୍ଦ୍ର କୁମାର ଦାସ। ପରେ ପରେ ବଲିଉଡର ସୁନାମଧନ୍ୟ କଣ୍ଠଶିଳ୍ପୀଙ୍କ ଦ୍ୱାରା ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟକ୍ରମ ସମସ୍ତ ଛାତ୍ରଛାତ୍ରୀ ଓ ଦର୍ଶକଙ୍କ ମନ ମୋହିଥିଲା। ଅମରେଶ ଦାସ ଏ କଲେଜର ସେ ଛାତ୍ର ଥିଲେ। ସେ ପ୍ରତିବର୍ଷର ଯେତିକି ଡୋନେସନ୍ ଦେବା କଥା ବା ପରୀକ୍ଷା ଫିସ୍ ଦେବା କଥା ସେ ଦେଇଥିଲେ। এই ନନାଙ୍କ ସାହାଯ୍ୟରେ ଅଧାରୁ କମ୍ ପଇସାରେ ଏଠି ପାଠ ପଢ଼ିଲା ଏବଂ ପାଠ ପଢ଼ିଲା ପରେ ଆଜି ସେ ସିନିୟର ଡିଜିଏମ୍ ଟାଟା ମୋଟର୍ସର ଧାରୱାଡ଼ରେ ଅଛି ଏବଂ ଏଭଳି ଏକ ପୋଷ୍ଟରେ ସେ କଲେ କିନ୍ତୁ ଆମର ଜୀବନ୍ତ ଠାକୁର ଆପଣଙ୍କ ଘରେ ଅଛନ୍ତି ବାପା ମା ତାଙ୍କୁ ପୂଜା କର ସମସ୍ତ ପାଇବ ତାଙ୍କ ଆଶୀର୍ବାଦ। ତେଣୁ ବାବା ଗୋଟିଏ କଥା କହନ୍ତି, ଷ୍ଟାମ୍ପ ଦେଉଥିଲ, ଫିଲ୍ଡ ଦେଉଥିଲ, ଏମିତି ଦେଉଥିଲ, whoever he may be, whatever he may physically, but I am encouraged from A to Z, this is the way to go। ତାର ଉଲ୍ଲେଖ ଆମେ କହିଦେଉଛି ସମସ୍ତଙ୍କୁ। जय जय जगन्नाथ। धन्यवाद। देखो समस्त जोश अच्छी किंतु समय स्वल्प बॉलीवुड स्टार आसी पहुंची गली। ये मंच में उपस्थित अच्छा मोर परम पूज्य पिता श्रीयुक्त पद्मनाथ पंडा महोदय, मो माँ, मो सान भाई डॉक्टर नीलमाधव पंडा एवं 2 कॉलेज डिप्लोमा एंड डिग्री प्रिंसिपल एवं चित्रा मैडम डिग्री बापा भी एमबीए खोलिबे। बापा गोटे स्वप्न समय भितर एक कॉलेज गोटे यूनिवर्सिटी करेंगे। बालेश्वर जिला जमी वेणुमाधव पंडा ना रखी खाली बालेश्वर जिला में भुवनेश्वर में ओडिशा सारा भी ओडिशा बाहर पिला भी आसिक पढ़ुले से कॉलेज प्रतिष्ठा हम गोटे सुंदर कॉलेज सुंदर अनुष्ठान गढ़ ये बालेश्वर जिले में आगामी दिन में गोटे यूनिवर्सिटी हम। तेणु आई स्टाफ माने कॉलेज स्टाफ माने जो गेट एंट्री हेली समस्ते गोटे गोटे वेणुमाधव पंडा मुहरे मु टुकुनानार भल पाइबा टुकुनानार स्नेह